ଆରେ ପୁଅ ମୋର 500 ଟଙ୍କା ଦରକାର ଥିଲା ମତେ ଦେଲୁ। ହଁ ମା ଦଉଛି। ଆରେ ଇଏ କଣ କରୁଛ? ଯେତେବେଳେ ନାହିଁ ସେତେବେଳେ ତମ ମା କୁ ପଇସା ଦେଇ ଦଉଛ। ଆମର ଭବିଷ୍ୟତ ବୋଲି କିଛି ନାହିଁ ନା କଣ? ଆରେ ତମେ ଇଏ କଣ କହୁଛ? ସିଏ ହଉଛି ମୋ ମା, ତାର କଣ ଦରକାର ଥିବ ସେଥିଲାଗି ସେ ମାଗିକି ନେଲା। ତମେ କେସ୍ କହିବାକୁ? କାହିଁକି ନା ତମେ ହଉଛ ମୋ ସ୍ୱାମୀ। ମୋ ସ୍ୱାମୀଙ୍କ ପଇସାରେ କେବଳ ମୋର ହିଁ ହକ୍ ଅଛି, ବୁଝିଲ? ଆଉ କାହାର ବି ନାହିଁ। ଆଉ ସବୁ ପଇସା ଯଦି ତାଙ୍କୁ ଦେଇଦବ ତାହେଲେ ଆମ ଭବିଷ୍ୟତ କଣ ହବ? ଆମ ପିଲା ଛୁଆ କଣ କରିବେ? ବୋହୂ ଦେଖିଲୁ ଏ ରାଣୀ ହାରଟା କେମିତି ହେଇଛି? ବୁଝିଲୁ ଏ ରାଣୀ ହାରଟା ପୁରା 2000 ଟଙ୍କା ନେଲା। ମୋ କତିରେ 1500 ଟଙ୍କା ଥିଲା ଆଉ ପୁଅ କତିରୁ 500 ଟଙ୍କା ଆଣିଲି। ତୋ ପାଇଁ ଅର୍ଡର କରିଥିଲି କାହିଁକି ନା ଆଉ 2 ଦିନ ପରେ ତୋ ଭାଇର ବାହାଘର ନା, ସେଥିଲାଗି ତୁ ଏକୁ ପିନ୍ଧିକି ଯିବୁ ଆଉ ତତେ ବହୁତ ବଢିଆ ଲାଗିବ। ଦେଖିଲୁ ଭଲ ହେଇଛି ନା? ହେଲେ ମା ସିଏ ତ ହଉଛି ତୋ ବୋହୂ, ତୁ ତା ପାଇଁ କାହିଁକି ଏସବୁ କରୁଛୁ? ଆରେ ତୁ ଚୁପ୍ କର। ତୋ ପାଇଁ ବୋହୂ ହେଇପାରେ, ମୋ ପାଇଁ ତ ସେ ମୋ ଝିଅ। ସରି ମା, ମୋର ଭୁଲ ହେଇଯାଇଛି। ସବୁ ଶାଶୁମାନେ ଖରାପ ହେଇନଥାନ୍ତି। କଣ ମୁଁ ସତ କହିଲି ନା? ଭିଡିଓଟି ଭଲ ଲାଗିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ